କିଛି ରୋଗ ପାଇଁ କଖାରୁ ମଞ୍ଜି ଔଷଧ ଠାରୁ ଶୀଘ୍ର କାମ କରେ। ନ୍ୟୁଟ୍ରିଏଣ୍ଟ ଜର୍ନାଲର ଏକ ଲେଖା ଅନୁସାରେ କଖାରୁ ମଞ୍ଜିରେ ଅତି ପ୍ରଭାବଶାଳୀ ପୋଷକ ତତ୍ତ୍ୱ ମିଳେ। ଏଥିରେ ପ୍ରୋଟିନ୍, ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍, ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍, ଜିଙ୍କ୍, ଆଇରନ୍ ପରି ଖଣିଜ ତତ୍ତ୍ୱ ପ୍ରଚୁର ମାତ୍ରାରେ ମିଳେ। ଏହା କ୍ୟାନ୍ସର ସହିତ ଅନ୍ୟ ପୁରୁଣା ରୋଗର ରିସ୍କକୁ କମ୍ କରିଥାଏ। ଆଜିକାଲି କଖାରୁ ମଞ୍ଜି କିଲୋ 650 ଟଙ୍କାରେ ବିକ୍ରି କରାଯାଉଛି। କଖାରୁ ମଞ୍ଜିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ପ୍ରଚୁର ମାତ୍ରାରେ ମିଳେ। ଏହା କୋଶିକାଗୁଡ଼ିକୁ ରୋଗରୁ ଆକ୍ରାନ୍ତ ହେବାରୁ ରକ୍ଷା କରେ। ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ସୁରକ୍ଷା ପ୍ରଦାନ କରେ। ଶରୀରରୁ ଫୁଲା ଦରଜ କମ୍ କରିବାରେ ସାହାଯ୍ୟ କରେ। ୟୁରିନାରୀ ବ୍ଲାଡର ରୋଗ, ଅନ୍ତନାଳୀ ରୋଗରୁ ରକ୍ଷା କରେ। ହାଡ଼ ଗଣ୍ଠି ଯୋଡ଼ ସ୍ୱାସ୍ଥ୍ୟରେ ସୁରକ୍ଷା ପ୍ରଦାନ କରେ। କଖାରୁ ମଞ୍ଜିରେ ଅଧିକ ମ୍ୟାଗ୍ନେସିୟମ୍ ଥିବା କାରଣରୁ ବ୍ଲଡ଼ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଡାଇବେଟିସ୍ ରୋଗୀଙ୍କ ପାଇଁ କଖାରୁ ମଞ୍ଜି ଖାଇବା ଲାଭପ୍ରଦ। କଖାରୁ ମଞ୍ଜିରେ ଓମେଗା-3 ଫ୍ୟାଟି ଏସିଡ୍ ସ୍ମରଣ ଶକ୍ତି ବିକାଶ କରିବାରେ ସାହାଯ୍ୟ କରେ। ଯେଉଁ ପିଲାମାନଙ୍କର ପାଠ ମନେ ରୁହେ ନା, ସେମାନଙ୍କୁ କଖାରୁ ମଞ୍ଜି ପ୍ରତିଦିନ 25 ଗ୍ରାମ ମାତ୍ରାରେ ଖାଇବାକୁ ଦିଅନ୍ତୁ। ଏହା ଏକ ବ୍ରେନ୍ ଟନିକ୍ ପରି କାର୍ଯ୍ୟ କରେ। ଡିମେନ୍ସିଆ ସ୍ମରଣ ଶକ୍ତି ହ୍ରାସ ରୋଗରୁ ରକ୍ଷା କରେ। 25 ଗ୍ରାମ କଖାରୁ ମଞ୍ଜି ଖାଇଲେ ଏନର୍ଜି ଲେବୁଲ୍ ବଢ଼େ। ପୁରୁଷଙ୍କର ପ୍ରୋଷ୍ଟେଟ୍ କ୍ୟାନ୍ସର ହେବାରୁ ରକ୍ଷା କରେ। ଶୁକ୍ରାଣୁ ସଂଖ୍ୟା ବଢ଼ିବାରେ ସାହାଯ୍ୟ କରେ। ହୃଦୟ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖାଦ୍ୟ। ହାଇ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିଥାଏ। ଝାଡ଼ା ସଫା ହୁଏ। କନ୍ଷ୍ଟିପେସନ୍ ଦୂର ହୁଏ। ନିଦ ଭଲ ଆସେ। ଇନସୋମନିଆରୁ ରକ୍ଷା ମିଳେ। ଖରାପ କୋଲେଷ୍ଟ୍ରଲ୍ ଏଲ୍‌ଡିଏଲ୍‌କୁ କମ୍ କରିଦିଏ। କିଡନୀ ଷ୍ଟୋନ୍ ତିଆରି ହେବାକୁ ଦିଏ ନାହିଁ। ହଜମ କ୍ରିୟାରେ ସାହାଯ୍ୟ କରେ। ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରେ। ମେଟାବଲିଜମ୍ ବଢ଼ିବାରେ ସାହାଯ୍ୟ କରେ। କୃମି ନିବାରଣ କରିବାରେ ସାହାଯ୍ୟ କରେ।